ରାଜାଙ୍କର ବିଫଳତାର ସମୟ ଚାଲିଥାଏ। ସେ ବଡ଼ ବଡ଼ ରାଜ୍ୟକୁ ଅଧିକାର କରିବାକୁ ଯାଇ ବିଫଳ ହୋଇ ଫେରୁଛନ୍ତି। ଏହିପରି ନୈରାଶ୍ୟମୟ ଜୀବନ କାଟୁଥିବା ସମୟରେ ନିଜ ନୈରାଶ୍ୟତାକୁ ଭୁଲିଯିବା ପାଇଁ ସାଧାରଣ ବେଶରେ ଶିକାର କରିବାକୁ ଜଙ୍ଗଲକୁ ଯାଆନ୍ତି। ଦିନେ ଶିକାର ନିମନ୍ତେ ଜଙ୍ଗଲକୁ ଯାଉଛନ୍ତି। ଅନେକ ପଥ ଚାଲିଗଲା ପରେ ସେ ପଥଭ୍ରଷ୍ଟ ହୋଇଗଲେ। କୁଆଡ଼େ ଯିବେ ଜାଣିପାରିଲେ ନାହିଁ। ଜଙ୍ଗଲରେ ବୁଲି ବୁଲି ତାଙ୍କୁ ଜୋରରେ ଭୋକ ମଧ୍ୟ ଲାଗୁଥିଲା। ଦୂରରେ ଦେଖିଲେ ଗୋଟିଏ ଛୋଟ କୁଡ଼ିଆ ଘରଟିଏ। ସେଇ କୁଡ଼ିଆ ପାଖକୁ ଦୌଡ଼ିଗଲେ ଓ କବାଟକୁ ମାରିବାକୁ ଲାଗିଲେ। ଭିତରୁ ଜଣେ ବୃଦ୍ଧା ମା ବାହାରିଲେ। ରାଜା ଶିବାଜୀ ତାଙ୍କୁ କହିଲେ, ମା, ମୁଁ ରାସ୍ତା ପାଉନାହିଁ, ପୁଣି ଭାରି ଜୋରସେ ମୋତେ ଭୋକ ଲାଗୁଛି। ସେ ବୃଦ୍ଧା ମା ତାଙ୍କୁ ଭିତରକୁ ଡାକି ବସିବାକୁ ଦେଇ କହିଲେ, ଏଇଠି ତୁମେ ଆରାମରେ ବସ, ମୁଁ ତୁମ ପାଇଁ ଖାଇବା ବ୍ୟବସ୍ଥା କରୁଛି। ବୃଦ୍ଧା ମା ଶୀଘ୍ର ଯାଇ ଗରମ ଗରମ ଖେଚୁଡ଼ି ତିଆରି କରି ଆଣି ରାଜାଙ୍କ ପାଖରେ ରଖିଦେଲେ। ରାଜା ଭୋକରେ ଥିଲେ ଓ ଖେଚୁଡ଼ି ମଝିରେ ହାତ ପୂରେଇ ଦେଲେ। ତାଙ୍କ ଆଙ୍ଗୁଠି ସବୁ ଗରମରେ ପୋଡ଼ିଗଲା। ସେ ହାତ ବାହାର କରି ଫୁଙ୍କିବା ସମୟରେ ବୃଦ୍ଧା ମା କହିଲେ, ପୁଅରେ, ତୁ ଦେଖିବାକୁ ରାଜା ଶିବାଜୀଙ୍କ ପରି ଓ ତୋ କାମ ମଧ୍ୟ ରାଜା ଶିବାଜୀଙ୍କ ପରି। ସେ କହିଲେ, ମା, କୁହନ୍ତୁ ତ, ମୋ କାମ କେମିତି ରାଜା ଶିବାଜୀଙ୍କ ପରି? ବୃଦ୍ଧା ମା କହିଲେ, ରାଜା ଶିବାଜୀ ଛୋଟ ଛୋଟ ରାଜ୍ୟ ଅଧିକାର କଲା ପରେ ବଡ଼ ରାଜ୍ୟ ଅଧିକାର କରିବା ଆବଶ୍ୟକ। ତେବେ ଯାଇ ସେ ଫଳପ୍ରଦ ହୋଇପାରିବେ। କିନ୍ତୁ ସେ ପ୍ରଥମେ ବଡ଼ ରାଜ୍ୟ ଅଧିକାର କରିବା ପାଇଁ ଚେଷ୍ଟା କରି ବିଫଳ ହେଉଛନ୍ତି। ଠିକ୍ ସେମିତି ତୁମେ ଖେଚୁଡ଼ିର ଆରମ୍ଭରୁ ନ ଖାଇ ମଝିରେ ହାତ ପୂରେଇ ଦେଲ। ରାଜା ସେତେବେଳେ ତାଙ୍କ ନିଜ ଭୁଲ ବୁଝିପାରିଲେ ଯେ ସଫଳତା ନିମନ୍ତେ ଗୋଟିଏ ସୋପାନ ପରେ ଆଉ ଗୋଟିଏ ସୋପାନରେ ଚଢ଼ିବା ଆବଶ୍ୟକ। ତେବେ ଯାଇ ଶୀର୍ଷରେ ପହଞ୍ଚି ପାରିବେ। ସତରେ ପ୍ରିୟ ବନ୍ଧୁ, ବାସ୍ତବରେ ଏହା ନିରାଟ ସତ୍ୟ। ଅନେକ ଅଛନ୍ତି ବଡ଼ ହେବାକୁ ଚେଷ୍ଟା କରି ଛୋଟ କାର୍ଯ୍ୟ କରନ୍ତି ନାହିଁ ଓ ଶେଷରେ ବିଫଳ ହୁଅନ୍ତି। ଏଣୁ ଈଶ୍ୱର ତାଙ୍କ ବାକ୍ୟ ବାଇବେଲରେ ଏଇ କଥା କହନ୍ତି, ସଦାପ୍ରଭୁଙ୍କୁ ତୁମର କାର୍ଯ୍ୟ ସମର୍ପଣ କର, ତହିଁରେ ତୁମ୍ଭର ସଂକଳ୍ପ ସ୍ଥିରୀକୃତ ହେବ। ସଦାପ୍ରଭୁ ପ୍ରତ୍ୟେକ ବିଷୟକୁ ତହିଁର ନିଜ ଉଦ୍ଦେଶ୍ୟ ସାଧନ ନିମନ୍ତେ କରିଅଛନ୍ତି।